ମୁଁ ଜାଣିବାରେ ସେ କହୁ କହୁ ଗୋଟା କହିଦେଇଛନ୍ତି, ଗଣମାଧ୍ୟମ ତାକୁ ଫେଣେଇ ଫେଣେଇ ପ୍ରଚାର କରିଛନ୍ତି। ଆମ ନେତା ମାନଙ୍କର ଖାଇବା ଦାନ୍ତ ଆଉ ଦେଖେଇବା ଦାନ୍ତ ଭିନ୍ନ ଭିନ୍ନ। 2029 ବିଭୂତି ଜେନା ପୁଣି ଗୋପାଳପୁରରୁ ନିର୍ବାଚନ ଲଢିବେ। ଦେଖନ୍ତୁ, ବିଭୂତି ଜେନାଙ୍କର ହଠାତ୍ ଏକ ବୈରାଗ୍ୟକୁ ନେଇକି ରାଜ୍ୟ ରାଜନୈତିକ ମାହଲରେ, ରାଜ୍ୟ ରାଜନୈତିକ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ହେଉଛି। ସିଏ କହିଛନ୍ତି ମୋର ଆଉ ନିର୍ବାଚନ ଲଢିବାକୁ ଇଚ୍ଛା ନାହିଁ, ମାନେ ଇଚ୍ଛା ନାହିଁ ଆଉ ତାଙ୍କର। ସରପଞ୍ଚ, ଜିଲ୍ଲା ପରିଷଦ ଦୁଇ ଥର ବିଧାୟକ ଭାବରେ ହାରିଲେ, ତୃତୀୟ ଥର ଜିତିଲେ, ତାଙ୍କର ବୟସ ବି ହେଇନି। ଆମେ କହିବା କଥା ହଉଛି ବୟସ ତ ଏତେ ହେଇନି, ଏତେ ଶୀଘ୍ର ବୈରାଗ୍ୟ କେମିତି ଜାଗ୍ରତ ହେଇଛି। ମୁଁ ଜାଣିବାରେ ସେ କହୁ କହୁ ଗୋଟା କହିଦେଇଛନ୍ତି, ଗଣମାଧ୍ୟମ ତାକୁ ଫେଣେଇ ଫେଣେଇ ପ୍ରଚାର କରିଛନ୍ତି। ଯିଏ ଏତେ ସଂଘର୍ଷ କରି ଥରୁଟିଏ ଜିତିଛନ୍ତି, ଆଜ୍ଞା ଆମର ସୁର ବାବୁ ପୁଣି କହିଲେ ହିଁ ଲଢିବେ। ନରସିଂହ ମିଶ୍ର କହିଥିଲେ ମୁଁ ଆଉ ଲଢିବିନି, ତାପରେ ଲଢିଲେ, କହିଲେ ଲୋକ ଚାହିଁଲେ। ଆମ ନେତା ମାନଙ୍କର ଖାଇବା ଦାନ୍ତ ଆଉ ଦେଖେଇବା ଦାନ୍ତ ଭିନ୍ନ ଭିନ୍ନ। ଆପଣ ଦେଖିବେ 2029 ବିଭୂତି ଜେନା ପୁଣି ଗୋପାଳପୁରରୁ ନିର୍ବାଚନ ଲଢିବେ। ଅନେକ ସମୟରେ ସିଏ କହିବାକୁ ଯାଉଥିଲେ ଯେ ମୋର ଆଉ କ୍ଷମତା ପାଇବାରେ ସେମିତି କିଛି ଲୋଭ ନାହିଁ। ସରପଞ୍ଚ ଥିଲି, ଜିଲ୍ଲା ପରିଷଦ ଥିଲି, ବିଧାୟକ 2 ଥର ଲଢିଛି, ଆଉ 1 ଥର ବିଧାୟକ ହେଇଛି, ମନ୍ତ୍ରୀ ହେଇଛି, ମାନେ ଆଉ ଲୋଭ ନାହିଁ, ଯୋଉ ଅଫସୋସ ନାହିଁ, ସବୁ ପୂରଣ ହେଇଛି। କିନ୍ତୁ କ୍ଷମତାର ମୋହ କିଏ ଆଜ୍ଞା ଛାଡି ପାରିବ ଯେ ବିଭୂତି ଜେନା ଏଇ ବୟସରେ ଛାଡିଦେବେ? ହଁ, ତାଙ୍କର ରୋଗାକ୍ରାନ୍ତ ହେଇଥାନ୍ତେ ଯେ ଆଉ ଲଢିବାକୁ ବୟସ ନାହିଁ କି ଯାଇବା ନାହିଁ। ସେ ବା ନିଜେ କହିଲେ ମାଡ ଖାଇ ଖାଇ ଗୟାଁ ହେଇଯାଇଛନ୍ତି, 42ଟା ଷ୍ଟିଚ୍ ପଡିଛି, ତାଙ୍କର ହାଡ ଏବେ ମଧ୍ୟ ଭାଙ୍ଗିଛି, ରଡ ପଶିଛି। ଯିଏ ସଂଘର୍ଷ କରିକି ଆସିଛନ୍ତି, ଆପଣ ଭାବୁଛନ୍ତି ସେ ଏତେ ଶୀଘ୍ର ସଂଘର୍ଷକୁ ଛାଡିଦେବେ? ବିଭୂତି ଜେନା 2029 ପୁଣି ଲଢିବେ। ମିଡିଆ ଟିକେ ଅଧିକା ଉତ୍ସାହିତ ହେଇକି ଗୋଟେ ଯୋଉ କାହିଁକି ମୋହ ଭାଙ୍ଗିଲାକୁ ପ୍ରଚାର କରିଦେଇଛନ୍ତି। ଶୁଣନ୍ତୁ, ଭାରତୀୟ ଜନତା ପାର୍ଟିକୁ ପ୍ରଦୀପ ପାଣିଗ୍ରାହୀ ନୂଆକିରି ଆସିଛନ୍ତି, ସାଂସଦ ଭାବରେ ଜିତିଛନ୍ତି। ଆପଣ ଜାଣିଥିବେ 2024 ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ଚାହୁଁଥିଲେ ମୁଁ ବିଧାୟକ ଭାବେ ଯୋଉ ଲଢିବା ପାଇଁ ଗୋପାଳପୁରରୁ, କିନ୍ତୁ ବିଭୂତି ଜେନା ଜିଦ୍ କଲେ ଯେ ବିଧାୟକ ଭାବରେ ମୁଁ ଲଢିବି, ଆପଣ ଇଚ୍ଛା ପାଇଲେ ଲଢନ୍ତୁ, ନହେଲେ ସାଂସଦ ଲଢନ୍ତୁ, ମୋର ମତଲବ ନାହିଁ। ସେ ଛାଡିବାକୁ ନାରାଜ। ଦଳ ବି ଦେଖିଲା ଗୋଟିଏ ଲୋକ 2019 ମସିହାରେ ବି କମ ଭୋଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ହାରିଥିଲା, ଯେତେବେଳେ ବିଜେଡି ହଉଛି ଗଞ୍ଜାମରେ, ଗଞ୍ଜାମ ହଉଛି ଗଡ଼ ବିଜୁ ଜନତା ଦଳର। ତେଣୁ ଏତେ କରିସାରିବା ପରେ ପାଣିଗ୍ରାହୀ ବାବୁ ଯେ ପ୍ରଦୀପ ପାଣିଗ୍ରାହୀ ଆସିକି ବିଭୂତି ଜେନାକୁ ଟେକ୍ ଓଭର କରିଦିବେ ଗୋପାଳପୁରରେ, ମୁଁ କାହିଁ ଅନ୍ତତଃ ପକ୍ଷେ ଭାବି ପାରୁନାହିଁ। କାହିଁକି ନା ବିଭୂତି ଜେନା ଏବେ ପୁରଦିଆ ବିଧାୟକ। କାହିଁ ପୁରଦିଆ କହୁଛି? ମନ୍ତ୍ରୀ ପଦ ଟିକେ ପାଇଛନ୍ତି। ସାଧା ବିଧାୟକ ଅଛନ୍ତି, ପୁରଦିଆ ବିଧାୟକ ଯେ ମନ୍ତ୍ରୀ ପଦ ପାଇଛନ୍ତି। ତେଣୁ ସେଇ ହିସାବରେ ବିଭୂତି ପ୍ରଦୀପ ପାଣିଗ୍ରାହୀ ଚାହିଁଲେ ମଧ୍ୟ ବିଭୂତି ଜେନାକୁ ଟେକ୍ ଓଭର କରିପାରିବେ ନାହିଁ କି ତାଙ୍କୁ ପଛରେ ପକେଇ ପାରିବେ ନାହିଁ ବିଜେପି ରାଜନୀତିରେ। Success can be simple with TSG Gurukul. Endless career. Right move for bright future. Aao chale, school chale. TSG Gurukul. Phone 94387 82020.